ସ୍ୱାଗତ କରୁଛି ଫ୍ରେଣ୍ଡସ୍ ଆମ ଚ୍ୟାନେଲ ତରଫରୁ ମୁଁ ସୁବ୍ରତ ଏକ ନ୍ୟୁ ଭିଡିଓ ସହିତ ଫ୍ରେଣ୍ଡ ଦେଖନ୍ତୁ ଏଠି ଆପଣମାନଙ୍କର ଯୋଉ OSSC ତରଫରୁ ଯୋଉ ଆପଣମାନଙ୍କର ଏକ୍ସାଇଜ କନଷ୍ଟେବଳ ତା ସହିତ ଯୋଉ ଆପଣଙ୍କର ଫରେଷ୍ଟ ଗାର୍ଡ ଏର ଏକ୍ଜାମ ଟି ପାଇଁ ଅଲରେଡି ଆପଣମାନଙ୍କର ଏଠି ଆପଣଙ୍କର ଏକ୍ଜାମ ର ଡେଟ୍ ଆସି ସାରିଛି ତ ବହୁତ ପିଲାମାନଙ୍କର କ୍ୱାରି ରହୁଥିଲା କି ଆମ ମାନଙ୍କ ପାଇଁ ଯୋଉ କ୍ଲିୟର କ୍ଲାସ ଏଠି ନେଇ ଆସନ୍ତୁ ଏଠି ଆପଣଙ୍କର ଅଫଲାଇନ ରେ ଅଲରେଡି ଆମମାନଙ୍କର କ୍ଲାସ ଟି ଷ୍ଟାର୍ଟ ହେଇ ସାରିଛି ଯେଉଁ ପିଲାମାନେ ଜଏନ କରିଥିଲେ ସେମାନଙ୍କୁ ବହୁତ ଆପଣମାନଙ୍କର ଏଠି ହେଲ୍ପଫୁଲ ରହିଛି ଏବଂ ତା ସହିତ ଦେଖନ୍ତୁ ଏବେ ଆମେ ମାନେ ଯୋଉ ଆପଣମାନଙ୍କର ଲାଷ୍ଟ ଯୋଉ 30 ଡେ ପାଖାପାଖି ଏଟା ଆପଣ ଯୋଉ ଟାଇମ ରହୁଛି ଆମେ ଡେ 30 ରୁ ନେଇକରି ଷ୍ଟାର୍ଟ କରିବା ଡେ ଆପଣମାନଙ୍କର ଜିରୋ ଯାଏ ଯୋଉଦିନ ଆପଣଙ୍କର ଏକ୍ଜାମ ହବ ସେତିକି ଯାଏ ଆମେ ଏଠି ଆପଣଙ୍କର କ୍ଲାସ ସବୁକୁ ଷ୍ଟାର୍ଟ ମାନେ ଆପଣଙ୍କର ରିଭାଇଜ କରିବା ସେଠି ଆପଣମାନଙ୍କ ରିଭିଜନ କ୍ଲାସ ରହୁଛି ଯଦି ଆପଣମାନେ ଯୋଉ ମୂଳରୁ ଷ୍ଟାର୍ଟିଂ ରୁ ଆପଣମାନେ ଦେଖିନାହାନ୍ତି ତ ଆପଣମାନେ ଯାଇ ଦେଖିପାରିବେ। ପ୍ରଥମ କ୍ୱେଶ୍ଚନ ଦେଖନ୍ତୁ ପ୍ରଥମ କ୍ୱେଶ୍ଚନ କହିଛି ବିପୁଳ ଧନ ମନୁଷ୍ୟକୁ ଶାନ୍ତି ଦେଇପାରେ ନାହିଁ ରେଖାଙ୍କିତ ପଦଟି କେଉଁ ପଦ ଦେଖନ୍ତୁ ଏ ଯୋଉ ବିପୁଳ ଆପଣଙ୍କର କେଉଁ ପ୍ରକାର ପଦ ତ ଅପସନ 1 କହିଛି କ୍ରିୟା ସେକେଣ୍ଡ କହିଛି ବିଶେଷଣ ଅପସନ ନମ୍ବର 3 କହିଛି ସର୍ବନାମ ଫୋର୍ଥ କହିଛି ଅବୟ ତ ଅପସନ 4 ମଧ୍ୟରୁ ଏଠି ଆପଣମାନଙ୍କର ଯୋଉ ବିପୁଳ ଆପଣଙ୍କର ରହିଛି ଏଟା ଧନକୁ ଆପଣମାନଙ୍କର ବିଶେଷିତ କରୁଛି ତ ସେଥିପାଇଁ ବିପୁଳ ଆପଣମାନଙ୍କର ଗୋଟେ ବିଶେଷଣ ପଦ ଏଟା ଆପଣମାନଙ୍କର କେଉଁ ପ୍ରକାର ବିଶେଷଣ ଯଦି ପଚାରେ ଏଟା ଆପଣଙ୍କର ଗୋଟେ ପରିମାଣ ବାପକ ଯୋଉ ବିଶେଷଣ କାହିଁକି ନା ଏଟା ଆପଣଙ୍କର ଗୋଟେ ବିପୁଳ କହିଲେ ଗୋଟେ ପରିମାଣକୁ ବୁଝଉଛି ସେଥିପାଇଁ ଅପସନ ନମ୍ବର ବି ଏଠି କରେକ୍ଟ ଆନ୍ସର ବିଶେଷଣ ହଉଛି ଆପଣମାନଙ୍କର ଗୋଟେ କରେକ୍ଟ ଆନ୍ସର ରହିବ। ଦେଖନ୍ତୁ ଏଇ ଯୋଉ ବିପୁଳର ଆହୁରି ଗୋଟେ ଏକ୍ସାମ୍ପଲ ଯଦି ଦେଖିବେ କମ ବେଶୀ ବହୁତ ଅଳ୍ପ ଏସବୁ ଆପଣମାନଙ୍କର ଗୋଟେ ପରିମାଣବାଚକ ବିଶେଷଣ ତ କରେକ୍ଟ ଆନ୍ସର ଅପସନ ନମ୍ବର ବି। ନେକ୍ସଟ କ୍ୱେଶ୍ଚନ ଦେଖନ୍ତୁ ଫ୍ରେଣ୍ଡସ୍ ନେକ୍ସଟ କ୍ୱେଶ୍ଚନ ଟି କହିଛି ହୋଇ ହେ ବାବୁ କଣ ହେଲା କି ରେଖାଙ୍କିତ ପଦଟି କେଉଁ ପ୍ରକାର ପଦ ଦେଖନ୍ତୁ ଏଇ ଯୋଉ ହୋଇ ହେ ଏଇ ଯୋଉ ଆପଣଙ୍କ ରେଖାଙ୍କିତ ପଦଟି ରହିଛି ଏଟା ଆପଣଙ୍କର କେଉଁ ପ୍ରକାର ଆପଣଙ୍କର ପଦ ତ ଅପସନ ଏ କହିଛି ଅବୟ ସେକେଣ୍ଡ କହିଛି ବିଶେଷ୍ୟ ଥାର୍ଡ କହିଛି ସର୍ବନାମ ଫୋର୍ଥ କହିଛି ବିଶେଷଣ ତ ଅପସନ 4 ମଧ୍ୟରୁ କରେକ୍ଟ ଆନ୍ସର ରହିବ ଅବୟ ହଉଛି ଆପଣଙ୍କର କରେକ୍ଟ ଆନ୍ସର ରହିବ ଯେ କି ଆପଣଙ୍କର ହୋଇ ହେ ଏଟା ଆପଣମାନଙ୍କର ଏଟା ଗୋଟେ ଅବୟ ପଦ ଦେଖନ୍ତୁ ଏଇ ଯୋଉ ଅବୟ କେଉଁ ଟାଇପ ର ଅବୟ ଯଦି ଆପଣଙ୍କ କ୍ୱେଶ୍ଚନ ରେ ଆସେ କେବେ କି ଏଟା ଆପଣଙ୍କର କେଉଁ ଟାଇପ ର ଅବୟ ତ ଏଟା ଆପଣଙ୍କର ସମ୍ବନ୍ଧ ସୂଚକ ଅବୟ ଦେଖ ଏହାର ଯଦି ଏକ୍ସାମ୍ପଲ ଆପଣ ଦେଖିବେ ଯୋଉଟା କି ହୋଇ ହେର ଏଇ ଟାଇପ ର ଆଉ ସବୁ ଯଦି ଏକ୍ସାମ୍ପଲ ଦେଖିବେ ହେ ଆରେ ଏସବୁ ଆପଣଙ୍କର ଗୋଟେ ଆପଣମାନଙ୍କର ସମ୍ବନ୍ଧ ସୂଚକ ଅବୟ। ନେକ୍ସଟ ଦେଖନ୍ତୁ 3 ନମ୍ବର କ୍ୱେଶ୍ଚନ ଟି ନେକ୍ସଟ କ୍ୱେଶ୍ଚନ ଟି କହିଛି ନିମ୍ନୋକ୍ତ ଶବ୍ଦ ମଧ୍ୟରୁ କେଉଁଟି ଅଶୁଦ୍ଧ ଯୋଉ ଅପସନ 4 ଟି ମଧ୍ୟରୁ ଏଟା ଆପଣମାନଙ୍କର ଅଶୁଦ୍ଧ ଶବ୍ଦଟି କେଉଁଟା ତ ଅପସନ 1 କହିଛି ପ୍ରଥମ କହିଛି ପିତା ମାତାହୀନ ସେକେଣ୍ଡ କହିଛି ନିରପରାଧ ଥାର୍ଡ କହିଛି ଉର୍ଦ୍ଧ ଫୋର୍ଥ କହିଛି ଅନିଶ ତ ଅପସନ 4 ଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ପିତା ମାତାହୀନ ହଉଛି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ ଯେ କି ଆପଣମାନଙ୍କର ଏଟା ଆପଣଙ୍କର ଗୋଟେ ଅଶୁଦ୍ଧ ଶବ୍ଦ। ନେକ୍ସଟ କ୍ୱେଶ୍ଚନ ଟି କହିଛି ବିରାଡି କପାଳକୁ ଶିକା ଛିଣ୍ଡିଲା ଏଇ ଯୋଉ ରେଖାଙ୍କିତ ପଦରେ ଏ ଆପଣଙ୍କର କେଉଁ ବିଭକ୍ତି ଲାଗିଛି ଦେଖନ୍ତୁ ଅପସନ 1 କହିଛି ଚତୁର୍ଥୀ ଥାର୍ଡ କହିଛି ସେକେଣ୍ଡ କହିଛି ଦ୍ୱିତୀୟା ଥାର୍ଡ କହିଛି ପ୍ରଥମ ଫୋର୍ଥ କହିଛି ସପ୍ତମୀ ଦେଖନ୍ତୁ ଏଇ ଯୋଉ ଆପଣଙ୍କ କପାଳକୁ ଏଟା ଆପଣଙ୍କର ଏଇ ଯୋଉ କପାଳକୁ ଏଇ ଯୋଉ ରେଖାଙ୍କିତ ପଦଟି ରହିଛି ଏଟା ଆପଣଙ୍କର କେଉଁ ବିଭକ୍ତି ଲାଗିଛି ତ ଅପସନ 4 ରହିଛି ୟା ଭିତରେ ଆପଣମାନଙ୍କର କରେକ୍ଟ ଆନ୍ସର ରହିବ ଏଠି ଆପଣମାନଙ୍କର ଦ୍ୱିତୀୟ ବିଭକ୍ତି ଲାଗିଛି ତ ଅପସନ ନମ୍ବର ବି ଏଠି କରେକ୍ଟ ଆନ୍ସର ରହିବ ଏହା ମାନେ ଅନୁସାରେ ଅର୍ଥରେ ହୋଇଛି ଦେଖନ୍ତୁ ଏହାର କରେକ୍ଟ ଆନ୍ସର ରହିବ ଅପସନ ନମ୍ବର ବି ଦ୍ୱିତୀୟା। ନେକ୍ସଟ କ୍ୱେଶ୍ଚନ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚନ କହିଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ତଦ୍ଧିତ ପଦ ଦେଖନ୍ତୁ ତଦ୍ଧିତ ପଦ ଆପଣମାନଙ୍କୁ ଚିହ୍ନିବା ପାଇଁ କହିଛି ପ୍ରଥମ ଅପସନ କହିଛି ଚଳତି ସେକେଣ୍ଡ କହିଛି ଉଡି ଥାର୍ଡ କହିଛି ଜଟିଆ ଫୋର୍ଥ କହିଛି ମାଗଣା ଦେଖନ୍ତୁ ତ ଅପସନ 4 ରହିଛି ୟା ଭିତରେ ଆପଣମାନଙ୍କର ଯୋଉଟା କି ଚଳନ୍ତି ଏଠି ଯୋଉ ଆପଣମାନଙ୍କର ଅପସନ 4 କହିଛି ରହିଛି ଚଳନ୍ତି ଆପଣମାନଙ୍କର ତାପରେ ରହିଛି ଆପଣମାନଙ୍କର ଦେଖନ୍ତୁ ଉଡି ଜଟିଆ ମାଗଣା ଅପସନ 4 ମଧ୍ୟରୁ ଏଟା ଆପଣଙ୍କର ଯୋଉ ତଦ୍ଧିତ ପଦ କେଉଁଟା ତ ଅପସନ 4 ମଧ୍ୟରୁ ଆପଣଙ୍କର କରେକ୍ଟ ଆନ୍ସର ରହିବ ଜଟିଆ ଆପଣମାନଙ୍କର ଅପସନ ନମ୍ବର ସି ଏଟା ଆପଣଙ୍କର ଯୋଉଟା କି ଆପଣମାନଙ୍କର ଗୋଟେ ତଦ୍ଧିତ ପଦ ଏଇ ଯେ ଆପଣମାନଙ୍କର ଯୋଉ ବାକି ଯୋଉ ତିନୋଟି ରହିଲେ ଚଳିତ ଓଡି ମାଗଣା ଏସବୁ ଆପଣଙ୍କର ତଦ୍ଧିତ ପଦ ନୁହେଁ ତଦ୍ଧିତ ପଦ ଆପଣଙ୍କର କିପରି ଆପଣ ଜାଣିଲେ ଜଟିଆ ଜଟା ପ୍ଲସ ଇଆ ଏଠି ଆପଣ ଇଆ ପ୍ରତ୍ୟୟ ବ୍ୟବହୃତ ହଉଛି ସେଥିପାଇଁ ଆପଣମାନେ ୟାକୁ ତଦ୍ଧିତ ପଦ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚନ ଟି କହିଛି ଆମରଣ ଏହା କେଉଁ ସମାସ ନିଷ୍ଫଳ ପବ ତ ଅପସନ 1 କହିଛି ଅବୟାଭାବୀ ସେକେଣ୍ଡ କହିଛି ବହୁବ୍ରାହ୍ମୀ ଅପସନ 3 କହିଛି ଦ୍ୱିଗୁ ସମାସ ଅପସନ ବି କହିଛି ଦ୍ୱନ୍ଦ୍ୱ ସମାସ ତ ଅପସନ 4 ମଧ୍ୟରୁ କରେକ୍ଟ ଆନ୍ସର ରହିବ ଅବୟାଭାବୀ ହଉଛି ଆପଣମାନଙ୍କର କରେକ୍ଟ ଆନ୍ସର ରହିବ ଏଟା ଆପଣମାନଙ୍କର ଅବୟାଭାବୀ ସମାସ। ନେକ୍ସଟ କ୍ୱେଶ୍ଚନ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚନ ଟି କହିଛି କେଉଁଟି ଆକାଶର ପ୍ରତିଶବ୍ଦ ନୁହେଁ ତ ଅପସନ 4 କହିଛି ପ୍ରଥମ କହିଛି ବ୍ୟୋମ ସେକେଣ୍ଡ କହିଛି ନଭ ଥାର୍ଡ କହିଛି ସୁଧା ଅପସନ ଡି କହିଛି ଖ ତ ଅପସନ 4 ମଧ୍ୟରୁ ଆକାଶର ପ୍ରତିଶବ୍ଦ କେଉଁଟା ନୁହେଁ ତ ଅପସନ 4 ମଧ୍ୟରୁ କରେକ୍ଟ ଆନ୍ସର ରହିବ ସୁଧା ଆପଣମାନଙ୍କର ଆକାଶର ପ୍ରତିଶବ୍ଦ ନୁହେଁ ଦେଖନ୍ତୁ ଏଟା ଆପଣମାନଙ୍କର ଯୋଉ ଆକାଶର ଓ ଆପଣଙ୍କର ଯୋଉ ପ୍ରତିଶବ୍ଦ ଅଲଗା ଅଲଗା କଣ କଣ ଅଛି ଯଦି ଆପଣ ଜାଣିଛନ୍ତି ଟିକେ କମେଣ୍ଟ ଜଣେଇ ଦିଅନ୍ତୁ ସୁଧା କହିଲେ ସୁଧା ଆପଣମାନଙ୍କର ଗୋଟେ ଅମୃତର ପ୍ରତିଶବ୍ଦ ଆଉ ଏହାର ଅଲଗା ଯଦି ଆପଣଙ୍କର ପ୍ରତିଶବ୍ଦ ଦେଖିବେ ସୁଧାର ପିୟୁଷ ଅମିୟ ଏସବୁ ଆପଣମାନଙ୍କର ସୁଧାର ପ୍ରତିଶବ୍ଦ ବା ଅମୃତର ପ୍ରତିଶବ୍ଦ ତା ସହିତ ଯୋଉ ଆପଣ ଆକାଶର ପ୍ରତିଶବ୍ଦ କହିଲେ ଏଟା ଆପଣଙ୍କର ବ୍ୟୋମ ନଭ ଖ ଏସବୁ ଆପଣଙ୍କର ଆକାଶର ପ୍ରତିଶବ୍ଦ ଆଉ ତା ସହିତ ଅମ୍ବର ଗଗନ ଶୂନ୍ୟ ନୋକ ଏସବୁ ଆପଣଙ୍କର ଆକାଶର ପ୍ରତିଶବ୍ଦ।
ତାପରେ ଦେଖନ୍ତୁ ଯେ ପଡି ଉଠି ଗମନ କରେ ଏକ ପଦରେ ପ୍ରକାଶ କଲେ କଣ ହବ ଦେଖନ୍ତୁ। ଅପସନ 1 କହିଛି କୀଟ, ଅପସନ 2 କହିଛି ପତଙ୍ଗ, ଅପସନ 3 କହିଛି ଉଭୟଚର, 4 କହିଛି ସରୀସୃପ। ଦେଖନ୍ତୁ ଯେ ପଡି ଉଠି ଗମନ କରେ ତାକୁ ଆପଣଙ୍କର ଏକା ପଦରେ ପ୍ରକାଶ କଲେ କଣ ହବ? ଅପସନ 4 ମଧ୍ୟରୁ କରେକ୍ଟ ଆନ୍ସର ହେବ ସରୀସୃପ ହଉଛି ଆପଣଙ୍କର କରେକ୍ଟ ଆନ୍ସର। ଯେ କି ପଡି ଉଠି ଗମନ କରେ ତାକୁ ଆପଣଙ୍କର ସରୀସୃପ ବୋଲି କୁହାଯାଏ। ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ୍ ଟି ନିରକ୍ଷର ଶବ୍ଦର ବିପରୀତ ବୋଧକ ଶବ୍ଦ ଲେଖ। ଯେ ଆପଣଙ୍କର ଯୋଉ ନିରକ୍ଷର ରହିଛି ଏ ଶବ୍ଦର ବିପରୀତ ବୋଧକ ଶବ୍ଦ କଣ? ଅପସନ 4 ଟି କହିଛି, ପ୍ରଥମ କହିଛି ସ୍ୱାକ୍ଷର, ସେକେଣ୍ଡ କହିଛି ଆପଣମାନଙ୍କର ଦେଖିପାରୁଥିବେ ସାକ୍ଷର, ସାରକ୍ଷଣ, ସାରକ୍ଷର, ଅପସନ ଡି କହିଛି ଅକ୍ଷର। ଦେଖନ୍ତୁ ଯୋଉ ଆପଣମାନଙ୍କର ସ୍ୱାକ୍ଷର ଯୋଉ ଆପଣମାନଙ୍କର ଯୋଉ ନିରକ୍ଷରର ବିପରୀତ ଶବ୍ଦ କହିଲେ କେଉଁଟା? ଅପସନ 4 ଟି ମଧ୍ୟରୁ ସ୍ପେଲିଂ ଦେଖିବେ ସାକ୍ଷର ହଉଛି ଆପଣମାନଙ୍କର କରେକ୍ଟ ଆନ୍ସର। ଦନ୍ତ ସ୍ୱରକାର ସା କ୍ଷ ର ଏ ହଉଛି ଆପଣମାନଙ୍କର କରେକ୍ଟ ଆନ୍ସର। ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ୍ ଟି କହିଛି ଅତିକ୍ରମ ଏଥିରେ ଥିବା ଉପସର୍ଗଟି କଣ? ଏଠି ଆପଣଙ୍କ ଉପସର୍ଗ ବିଷୟରେ ପଚାରିଛି। ଅତିକ୍ରମର ଏଟା ଆପଣଙ୍କର ଉପସର୍ଗଟି କେଉଁଟା? ତ ଅପସନ 4 ଟି କହିଛି, ପ୍ରଥମ ଅପସନ କହିଛି ଅ, ଅପସନ 2 କହିଛି ଏଟା ଆପଣଙ୍କର ଅତିକ, ସେକେଣ୍ଡ କହିଛି ଥାର୍ଡ କହିଛି ଅତ୍ରି, ଫୋର୍ଥ କହିଛି ଆପଣଙ୍କର ଅତି। ତ ଅପସନ 4 ଟି ମଧ୍ୟରୁ ଏଟା ଆପଣଙ୍କର ଅତିକ୍ରମ ଏଟାର ଉପସର୍ଗଟି କେଉଁଟା? ଅପସନ 4 ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଅପସନ ନମ୍ବର ଡି। ଏଟା ଆପଣମାନଙ୍କର ଯୋଉ ଆପଣଙ୍କର ଅତି ହଉଛି ଆପଣମାନଙ୍କର ଗୋଟେ ଉପସର୍ଗ। ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ୍ ଟି କହିଛି ମହାବାତ୍ୟାରେ ଓଡିଶାର ବହୁ ଧନଜୀବନ ନଷ୍ଟ ହେଲା, ଏହା କି ପ୍ରକାର ବାକ୍ୟ? ଦେଖନ୍ତୁ ଯୋଉ ମହାବାତ୍ୟାରେ ଏଟା ଆପଣଙ୍କର ବହୁ ଧନଜୀବନ ନଷ୍ଟ ହେଲା, এটা ଆପଣଙ୍କର କେଉଁ ପ୍ରକାର ବାକ୍ୟ? ଏଟା ଅପସନ 4 ଟି କହିଛି, ପ୍ରଥମ କହିଛି ସରଳ ବାକ୍ୟ, ସେକେଣ୍ଡ କହିଛି ଯୌଗିକ ବାକ୍ୟ, ଅପସନ 3 କହିଛି ଜଟିଳ ବାକ୍ୟ, ଫୋର୍ଥ କହିଛି ମିଶ୍ର ବାକ୍ୟ। ତ ଅପସନ 4 ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ସରଳ ବାକ୍ୟ। ଦେଖନ୍ତୁ ମହାବାତ୍ୟାରେ ଓଡିଶାର ବହୁ ଧନଜୀବନ ନଷ୍ଟ ହେଲା, ଏଟା ଆପଣଙ୍କର ଗୋଟେ ସରଳ ବାକ୍ୟ। ଦେଖନ୍ତୁ ଏଟା ଆପଣମାନଙ୍କର ଏଟା ଗୋଟେ ମାତ୍ର ସମାପିକା କ୍ରିୟା ଥିବାରୁ ତାକୁ ଆପଣଙ୍କର ସରଳ ବାକ୍ୟ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ ଅର୍ଥକୁ ଅତିକ୍ରମ ନ କରି ସମସ୍ତ ପଦ କଣ ହେବ? ତ ଅପସନ 4 ଟି କହିଛି ବ୍ୟର୍ଥ, ଅପସନ 2 କହିଛି ଯଥାର୍ଥ, ଅପସନ ସି କହିଛି ଅନର୍ଥ, ଡି କହିଛି ଯଥାର୍ଥ। ତ ଅପସନ 4 ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଯଥାର୍ଥ। ଏହାର ହଉଛି ଆପଣମାନଙ୍କର ଅର୍ଥ ହଉଛି ଅର୍ଥକୁ ଅତିକ୍ରମ ନ କରି ଏଟାକୁ ଆପଣମାନଙ୍କର ସମସ୍ତ ପଦ ଯଥାର୍ଥ ହେବ। ତ ଅପସନ 4 ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଯଥାର୍ଥ। ଅପସନ ନମ୍ବର ଡି ଏଠି କରେକ୍ଟ ଆନ୍ସର ହେବ। ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ୍ ଟି ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶେଷ୍ୟ ପଦ? ଦେଖନ୍ତୁ ଏଟା ଆପଣଙ୍କର ବିଶେଷ୍ୟ ପଦ କେଉଁଟା? ଅପସନ 4 ଟି କହିଛି ଥୋବରା, ଅପସନ 2 କହିଛି ବିଶ୍ରାମ, ଥାର୍ଡ କହିଛି ଥାଇଥନ, ଅପସନ ଡି କହିଛି ଆପଣଙ୍କର ଥଙ୍ଗ ଥଙ୍ଗ। ଦେଖନ୍ତୁ ଏଟା ଆପଣଙ୍କର କେଉଁଟା ଆପଣଙ୍କର ବିଶେଷ୍ୟ ପଦ? ତ ଅପସନ 4 ଟି ମଧ୍ୟରୁ ଏଟା ଆପଣମାନଙ୍କର କରେକ୍ଟ ଆନ୍ସର କଣ ହେବ? ତ ଜାଣିଛନ୍ତି ଆପଣମାନେ କମେଣ୍ଟ ଜଣାନ୍ତୁ, ଆପଣ ଜାଣିନାହାନ୍ତି ତ ଜାଣି ରଖନ୍ତୁ ଆପଣଙ୍କର କେଉଁଟା ଆପଣମାନଙ୍କର ଗୋଟେ ଆପଣଙ୍କର ବିଶେଷ୍ୟ ପଦ ହେବ। ତ ଅପସନ 4 ଟି ମଧ୍ୟରୁ ଏଟା ଆପଣଙ୍କର କରେକ୍ଟ ଆନ୍ସର ହେବ ବିଶ୍ରାମ ହଉଛି ଆପଣମାନଙ୍କର ଗୋଟେ ବିଶେଷ୍ୟ ପଦ। ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ, ନେକ୍ସଟ କ୍ୱେଶ୍ଚିନ୍ ଟି କହିଛି ଦୁଇ ଖଣ୍ଡ ଧୋତି କେଉଁ ବଚନ ହେବ? ତ ଅପସନ ଏ 4ଟି କହିଛି, ପ୍ରଥମ ଅପସନ କହିଛି ଏକ ବଚନ, ସେକେଣ୍ଡ କହିଛି ଦୁଇ ବଚନ, ଥାର୍ଡ କହିଛି ବହୁ ବଚନ, ଫୋର୍ଥ କହିଛି କୌଣସି ବଚନ ନୁହେଁ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଦୁଇ ଖଣ୍ଡ ଧୋତି ଆପଣମାନଙ୍କର ଗୋଟେ ବହୁ ବଚନ ଶବ୍ଦ। ଦେଖନ୍ତୁ ଏଠି ଦୁଇ ଖଣ୍ଡ ଧୋତି ଗୋଟେ ଆପଣ ବହୁ ବଚନ ହେବ କାରଣ ଯେଉଁ ଯେଉଁ ବିଶେଷ୍ୟ ବା ସର୍ବନାମ ପଦରୁ ବସ୍ତୁ ବ୍ୟକ୍ତିର ଅର୍ଥ ଏକରୁ ଅଧିକ ବୋଲି ଜଣା ପଡେ ତାକୁ ବହୁ ବଚନ କୁହାଯାଏ। ଦେଖନ୍ତୁ ଏଇ ଆପଣମାନଙ୍କର ଯୋଉ ବିଶେଷ୍ୟ ପଦରୁ ଦୁଇ ମାନେ ଏକରୁ ଦୁଇରୁ ଅଧିକ ବୋଲି ପଦ ବୋଲି ଜଣା ପଡୁଛି, ତ ସେଥିପାଇଁ ଆପଣମାନଙ୍କୁ ବହୁ ବଚନ ବୋଲି କୁହାଯାଏ। ତାପରେ ଦେଖନ୍ତୁ ସ୍ଵାଧୀନ ଶବ୍ଦର ସନ୍ଧି ବିଚ୍ଛେଦ କର। ଦେଖନ୍ତୁ ଯୋଉ ସ୍ଵାଧୀନ ଶବ୍ଦଟି ରହିଛି ଯଦି ଆପଣମାନେ ସନ୍ଧି ବିଚ୍ଛେଦ କରିବେ ଏଟା ଆପଣମାନଙ୍କର କିପରି ଭାବରେ ଲେଖିବେ? ଏହାର ଆନ୍ସର ଟି ଆପଣମାନେ ଏଠି ମତେ କମେଣ୍ଟ ଜଣେଇବେ କି ଏହାର ଆନ୍ସର କଣ ହେବ। ଏ ଯୋଉ ସ୍ଵାଧୀନ ଶବ୍ଦର ଆମେ ଯଦି ସନ୍ଧି ବିଚ୍ଛେଦ କରିବା ତ ଏହା କେଉଁ ପ୍ରକାର ଲେଖିବା? ପ୍ରଥମ ଅପସନ କହିଛି ସ୍ୱା ପ୍ଲସ ଅଧୀନ, ସ୍ୱାଧୀ ପ୍ଲସ ନ, ସ୍ୱା ପ୍ଲସ ଅଧୀନ, ଅପସନ ଡି କହିଛି ସ୍ୱା ପ୍ଲସ ଧୀନ। ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର କଣ ହେବ? ଏହାର ଆନ୍ସର ଟି ଆପଣମାନେ ମତେ ଏଠି କମେଣ୍ଟ ଜଣେଇବେ କି ଆପଣଙ୍କର ସ୍ଵାଧୀନ ଶବ୍ଦର ଆପଣଙ୍କର ସନ୍ଧି ବିଚ୍ଛେଦ କରେ। ନେକ୍ସଟ କ୍ୱେଶ୍ଚିନ୍ ଦେଖନ୍ତୁ, ନେକ୍ସଟ କ୍ୱେଶ୍ଚିନ୍ ଟି କହିଛି କେଉଁଟି ବିଭାବରୀର ପ୍ରତିଶବ୍ଦ ନୁହେଁ? ତ ଅପସନ 4ଟି ମଧ୍ୟରୁ କେଉଁଟା ଆପଣମାନଙ୍କର ବିଭାବରୀ ଶବ୍ଦର ପ୍ରତିଶବ୍ଦ ନୁହେଁ? ପ୍ରଥମ ଅପସନ କହିଛି କ୍ଷଣଦା, ସେକେଣ୍ଡ କହିଛି ଆପଣମାନଙ୍କର ସର୍ବରୀ, ଥାର୍ଡ କହିଛି ଅୟନ, ଫୋର୍ଥ କହିଛି ଯାମିନୀ। ଦେଖନ୍ତୁ ଯୋଉ ଅପସନ 4ଟି ମଧ୍ୟରୁ ଯୋଉ ବିଭାବରୀର ପ୍ରତିଶବ୍ଦ କେଉଁଟା ନୁହେଁ? ତ ଅପସନ 4ଟି ମଧ୍ୟରୁ କରେକ୍ଟ ଆନ୍ସର ହେବ ଅୟନ ହଉଛି ଆପଣମାନଙ୍କର ବିଭାବରୀ ଶବ୍ଦର ପ୍ରତିଶବ୍ଦ ନୁହେଁ। ଯଦି ଆପଣମାନଙ୍କୁ ପଚରାଯାଏ କି ବିଭାବରୀ ଶବ୍ଦର ପ୍ରତିଶବ୍ଦ କେଉଁଟା, ତ ଏଟା ଆପଣଙ୍କର କ୍ଷଣଦା, ସର୍ବରୀ, ଯାମିନୀ ଏଣ୍ଡ ତା ସହିତ ଏଟା ଆପଣଙ୍କର ଏହା ସବୁ ଆପଣଙ୍କର ରାତ୍ରି ଶବ୍ଦର ପ୍ରତିଶବ୍ଦ, ଯୋଉଟା କି ବିଭାବରୀ ବା ଆପଣଙ୍କର ତାର ଅନ୍ୟ ଆପଣମାନଙ୍କର ଗୋଟେ ପ୍ରତିଶବ୍ଦ ହଉଛି ରାତ୍ରି, ତା ସହିତ ନିଶା, ନିଶି, ରଜନୀ, ନକ୍ତ ଏସବୁ ଆପଣମାନଙ୍କର ବିଭାବରୀ ଶବ୍ଦର ପ୍ରତିଶବ୍ଦ ବା ରାତ୍ରିର ପ୍ରତିଶବ୍ଦ। ତା ସହିତ ଅୟନର ଯୋଉ ଆପଣମାନଙ୍କର ପ୍ରତିଶବ୍ଦ ହଉଛି ଏଟା ଆପଣମାନଙ୍କର ପନ୍ଥା, ମାର୍ଗ, ସରଣୀ, ସରସୀ ଏସବୁ ଆପଣମାନଙ୍କର ଯୋଉଟା କି ରାସ୍ତା ଏସବୁ ଆପଣମାନଙ୍କର ସବୁ ଅୟନର ପ୍ରତିଶବ୍ଦ। ତାର କରେକ୍ଟ ଆନ୍ସର ହେବ ଅୟନ ହଉଛି କରେକ୍ଟ ଆନ୍ସର। ନେକ୍ସଟ ଦେଖନ୍ତୁ, ନେକ୍ସଟ ଆପଣଙ୍କର ଆପଣମାନଙ୍କର ଗୋଟେ ପାରାଗ୍ରାଫ ରହିଛି ବା ଆପଣମାନଙ୍କର କହିପାରିବେ ଅନୁଚ୍ଛେଦ ଆପଣମାନଙ୍କର ଗୋଟେ ରହିଛି, ଏଟାକୁ ଗୋଟେ ଭଲ ଭାବରେ ପଢିବେ। ପଢିଲା ପରେ ଏହାର ଆନ୍ସର ଆପଣମାନଙ୍କୁ ଏଇଠି ଦେବେ। ଦେଖନ୍ତୁ
ରେଡିଓ ଟେଲିଭିଜନ ଚଳଚ୍ଚିତ୍ର ଆଦି ଗଣମାଧ୍ୟମର ବିକାଶ ହୋଇଛି। ଏଇଟା ଆପଣ ମାନେ ଭଲ ଭାବରେ ପଢନ୍ତୁ। ପଢିଲା ପରେ ଏହାର ଆନ୍ସର ଟିକୁ କଣ ହବ? ଏଇ ଯୋଉ ଅପସନ ଚାରିଟି ଦେଖନ୍ତୁ ସାମାଜିକ ଏଠାରେ କେଉଁ ଅର୍ଥରେ ଇକ ପ୍ରତ୍ୟୟ ହୋଇଛି? ଦେଖନ୍ତୁ ଯୋଉ ସାମାଜିକ ଏଟା ଆପଣ ଇକ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି? ତ ଅପସନ ଚାରିଟି ରହିଛି। ଆଉ ଭିତରୁ ଅପସନ ଚାରିଟି ମଧ୍ୟରୁ କେଉଁଟା ଆପଣମାନଙ୍କର କରେକ୍ଟ ଆନ୍ସର ରହିବ? ଏଟା ଆପଣମାନେ ଏଠି ଆପଣମାନଙ୍କର ଆନ୍ସର ଟିକୁ କମେଣ୍ଟରେ ଜଣେଇବେ। ଯୋଉ ଆପଣମାନଙ୍କର ସାମାଜିକ ଏଟା ଆପଣମାନଙ୍କର କେଉଁ ଅର୍ଥରେ ଯୋଉ ଆପଣମାନଙ୍କର ଇକ ପ୍ରତ୍ୟୟ ଏଠି ଆପଣମାନଙ୍କର ଯୋଗ ହୋଇଛି। ତ ଏଟା ଆପଣମାନଙ୍କର କଣ ହବ ଆନ୍ସର ଟିକୁ ଆପଣମାନେ ଏଠି କମେଣ୍ଟରେ ଜଣେଇବେ। ଦେଖନ୍ତୁ ଏଟା ଅପସନ ଚାରିଟି ଦେଖନ୍ତୁ ସମ୍ବନ୍ଧ ଅର୍ଥରେ, ଅଛି ଅର୍ଥରେ, ଜାତ ଅର୍ଥରେ, ଯୋଗ୍ୟ ଅର୍ଥରେ। ଦେଖନ୍ତୁ ସାମାଜିକ ଇକ ଯୋଉ ଲାଗିଛି ଏଟା ଆପଣମାନଙ୍କର କେଉଁ ଅର୍ଥରେ ଇକ ପ୍ରତ୍ୟୟ ଯୋଗ ହେଇଛି? ଏହାର ଯୋଉ କରେକ୍ଟ ଆନ୍ସର କଣ ରହିବ? ଦେଖନ୍ତୁ ସାମାଜିକ ଏଠି ଆପଣମାନଙ୍କର ଇକ ପ୍ରତ୍ୟୟ ଆପଣଙ୍କୁ କହିଦଉଛି ସମ୍ବନ୍ଧ ଅର୍ଥରେ ଏଠି ଆପଣମାନଙ୍କର ଯୋଗ ହେଇଛି। କରେକ୍ଟ ଆନ୍ସର ରହିବ ସମ୍ବନ୍ଧ ଅର୍ଥରେ। ତାପରେ ଏଠି ଆପଣଙ୍କର ଗୋଟେ ଅନୁଚ୍ଛେଦ ରହିଛି ଏଇଭଳି ଆପଣଙ୍କର ପରୀକ୍ଷାରେ ଆସିବ। ଦେଖନ୍ତୁ ବଡ ବଡ ଆପଣମାନଙ୍କୁ ଦିଆଯାଇଛି ପେସେଜ ଟି ଦେଖାଉଥିବ ବଡ ବହୁତ ବଡ, କିନ୍ତୁ ଦେଖିବେ ଏହାର ଯୋଉ ଆନ୍ସର ଯୋଉ କ୍ୱେଶ୍ଚିନ ହବ କ୍ୱେଶ୍ଚିନ ଆଉ ଆନ୍ସର ଦେବ ଗୋଟେ ଲାଇନରେ କ୍ୱେଶ୍ଚିନ ଆନ୍ସର ରହିବ। ଦେଖନ୍ତୁ ଗଣମାଧ୍ୟମ ବୋଲି କାହାକୁ କୁହାଯାଏ? ଏଠି ଉପରେ ଯଦି ଭଲ ଭାବରେ ପଢିବେ ଯୋଉ ଗଣମାଧ୍ୟମ ଏଠି ଆପଣମାନେ ଯୋଉ କହିଥିଲେ ଦେଖିପାରୁଥିବେ ଏଠି ଆପଣମାନଙ୍କର ଯୋଉ ଗଣମାଧ୍ୟମ ଏଠି ଆପଣ କହିଲେ କାହାକୁ ବୁଝାଏ? ତ ଏଠି ଆପଣମାନେ ଦେଖିପାରୁଥିବେ ଗଣମାଧ୍ୟମ କହିଲେ ଏଟା ଆପଣମାନଙ୍କର ରେଡିଓ ଟେଲିଭିଜନ ଚଳଚ୍ଚିତ୍ର ଯୋଉ ଦେଇଥିଲା ତ ୟାକୁ ଏଠି ବୁଝାଏ। ଦେଖନ୍ତୁ ରେଡିଓ ଟେଲିଭିଜନ ଚଳଚ୍ଚିତ୍ର ଆଦି ଗଣମାଧ୍ୟମର ବିକାଶ ହୋଇଛି ତ ଏହାକୁ ଗଣମାଧ୍ୟମ କୁହାଯାଏ। ତ ଏଇଟା ଆପଣମାନଙ୍କର ରେଡିଓ ଟେଲିଭିଜନ ଚଳଚ୍ଚିତ୍ର ଅପସନ ନମ୍ବର ଡି ଏଠି କରେକ୍ଟ ଆନ୍ସର। ଏଇଭଳି ଭାବରେ ଆପଣମାନଙ୍କୁ ଭଲ ଭାବରେ ଏଇଟା ପେସେଜ ଟିକୁ ପଢିକରି ଆନ୍ସର ଟିକୁ ଦେବା ପାଇଁ ପଡିବ। ତାପରେ ଦେଖନ୍ତୁ ନେକ୍ସଟ ଆପଣଙ୍କ କ୍ୱେଶ୍ଚିନ ଟି ପଞ୍ଚମ ରାତ୍ରିରେ ଯୋଉଟା କରଣୀୟ ଉତ୍ସବ ଏହାର ସମାସ ନିଷ୍ପର ପଦ କଣ ହେବ? ଦେଖନ୍ତୁ ଏଇ ଯୋଉ କ୍ୱେଶ୍ଚିନ ଟି ଆପଣମାନଙ୍କର ରହିଛି ଏଟା ଆପଣଙ୍କର ବହୁତ ପିଲାମାନେ ଏହାର ଆନ୍ସର ଟିକୁ ଦେଇଥିଲେ। ମୁଁ ଯେତେବେଳେ ଆପଣମାନଙ୍କୁ ଅଫଲାଇନ କ୍ଲାସରେ ପଚାରିଥିଲି ତ ଦେଖନ୍ତୁ ଏହା ଯୋଉ ଆନ୍ସର ଟି କଣ ହେବ? ଦେଖନ୍ତୁ ଯୋଉ ଆପଣମାନଙ୍କର ଦେଖନ୍ତୁ ପଞ୍ଚମ ରାତ୍ରିରେ ଏଇଟା ଆପଣଙ୍କର କରଣୀୟ ଉତ୍ସବ ଏହା ସମାସ ନିଷ୍ପର ପଦ କଣ ହେବ? ଦେଖନ୍ତୁ ଏହାର ଅପସନ ଚାରିଟି ହେଇଛି। ପ୍ରଥମ କହିଛି ପଞ୍ଚରାତ୍ରି, ପଞ୍ଚୁଆତି, ପଞ୍ଚରାତ୍ର ଓ ପଞ୍ଚାଙ୍ଗୀ। ଦେଖନ୍ତୁ ଅପସନ ଚାରିଟି ରହିଛି ଆଉ ଭିତରୁ କରେକ୍ଟ ଆନ୍ସର ହେବ ପଞ୍ଚୁଆତି। ଅପସନ ନମ୍ବର ବି ଏଠି କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ ଟି ଅସାମାଜିକ ବ୍ୟକ୍ତି ଏହି ଅର୍ଥ ପ୍ରକାଶ କରୁଥିବା ରୂଢିଟି କଣ? ଦେଖନ୍ତୁ ଅସାମାଜିକ ବ୍ୟକ୍ତି ଯୋଉ ଏଇ ଯୋଉ ରୂଢିଟିର କେଉଁ ରୂଢିଟି ହେବ? ଦେଖନ୍ତୁ ଏକ ଘରିକିଆ, କୂପପଣ୍ଡୁକ, ଗୋଠ ଗଇଁଠା, ନାଟର ଗୋବର୍ଦ୍ଧନ। ଦେଖନ୍ତୁ ଅସାମାଜିକ ବ୍ୟକ୍ତି କହିଲେ ଆପଣଙ୍କର ଗୋଠ ଖଣ୍ଡିଆ ଅପସନ ନମ୍ବର ଡି ସି ଏଠି କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ କଣ କହିଛି? ସାମାଜିକ ଏଠାରେ ଇକ ପ୍ରତ୍ୟୟ ହୋଇଛି। ଦେଖନ୍ତୁ ଏଇଟା ଆପଣଙ୍କର ଯୋଉ ପେସେଜ ର କ୍ୱେଶ୍ଚିନ ଟି ରହିଛି ଏଇ ଯୋଉ ସାମାଜିକ ଯୋଉ ଏଠାରେ ଇକ ପ୍ରତ୍ୟୟ କେଉଁ ଅର୍ଥରେ ଇକ ପ୍ରତ୍ୟୟ ହୋଇଛି? ଅପସନ ଚାରିଟି ରହିଥିଲା ଆପଣ ଜାଣିଥିଲେ ସମ୍ବନ୍ଧ ଅର୍ଥରେ ଏଟା ଇକ ପ୍ରତ୍ୟୟ ହୋଇଛି। ତାପରେ ଦେଖନ୍ତୁ ନେକ୍ସଟ କ୍ୱେଶ୍ଚିନ ଟି ସେ କେବଳ ଦୟାଳୁ ନୁହନ୍ତି ବିଦ୍ୱାନ ମଧ୍ୟ। ଦେଖନ୍ତୁ ଏହାକୁ ଏଠାରେ କେଉଁ ପ୍ରକାର ବାକ୍ୟ? ଆପଣଙ୍କର ଯୋଉ ଏଇଟା ରହିଛି ଏଟା ଆପଣଙ୍କର କେଉଁ ପ୍ରକାର ବାକ୍ୟ ରହିଛି? ସେ କେବଳ ଦୟାଳୁ ନୁହନ୍ତି ବିଦ୍ୱାନ ମଧ୍ୟ। ଏଟା ଆପଣଙ୍କର କେଉଁ ପ୍ରକାର ବାକ୍ୟ? ଅପସନ ଚାରିଟି କହିଛି ଜଟିଳ, ଯୌଗିକ, ସରଳ, ମିଶ୍ର। ତ ଅପସନ ଚାରିଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ଏଟା ଆପଣଙ୍କର ଗୋଟେ ଯୌଗିକ ବାକ୍ୟ। ଦେଖନ୍ତୁ ଆକୁ ଆପଣଙ୍କର ଯୌଗିକ ବାକ୍ୟ ବୋଲି କାହିଁକି କୁହାଗଲା? ଏଇଟା ଆପଣମାନଙ୍କର ମାନେ ଏକାଧିକ ସରଳ ବାକ୍ୟର ଯୋଉ ଗଠନରେ ଯୋଉ ବାକ୍ୟଟି ଆପଣମାନଙ୍କର ମାନେ ସୃଷ୍ଟି ହୁଏ କ୍ରିଏଟ ହୁଏ ତାକୁ ଆପଣଙ୍କର ଯୌଗିକ ବାକ୍ୟ କୁହାଯାଏ। ଦେଖନ୍ତୁ ସେ କେବଳ ଦୟାଳୁ ନୁହନ୍ତି ଏଟା ଆପଣଙ୍କର ଗୋଟେ ସରଳ ବାକ୍ୟ ମାନେ ଗୋଟିଏ କ୍ରିୟାପଦ ଅଛି ବିଦ୍ୱାନ ମଧ୍ୟ। ତ ସେଥିପାଇଁ ଏଟା ଆପଣମାନଙ୍କର ଯୋଉଟା ଯୌଗିକ ବାକ୍ୟ ମାନେ ଦୁଇଟି ସରଳ ବାକ୍ୟର ଏଟା ଆପଣ ମିଶିକରି ଯୋଉ ଆପଣ ବାକ୍ୟଟି ହେଇଛି ତାକୁ ଆପଣଙ୍କର ଯୌଗିକ ବାକ୍ୟ ବୋଲି କୁହାଯାଏ। ତାପରେ ଦେଖନ୍ତୁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଶୁଦ୍ଧି ରହିଛି? ଦେଖନ୍ତୁ ଅଶୁଦ୍ଧିକୁ ଆପଣମାନେ ଚିହ୍ନିବା ପାଇଁ ପଡିବ। ଦେଖନ୍ତୁ ବହୁତ ପିଲାମାନେ କଣ କରନ୍ତି ଜାଣିପାରନ୍ତିନି କି ଶୁଦ୍ଧ କେଉଁଠି ଅଶୁଦ୍ଧି କେଉଁଠି। ଦେଖନ୍ତୁ ଅପସନ ଏ କହିଛି ଅସ୍ତାୟମାନ ସୂର୍ଯ୍ୟଙ୍କୁ ଦେଖ। ଅପସନ ବି କହିଛି ସଭାର ଲୋକମାନେ ଏକତ୍ରିତ ହୋଇଛନ୍ତି। ଅପସନ 3 କହିଛି ଛାତ୍ରଟି ଦିବାରାତ୍ର ପରିଶ୍ରମ କରୁଅଛି। ଅପସନ ଡି କହିଛି ଜନ ବିସ୍ଫୋରଣ ଏକ ବଡ ସମସ୍ୟା। ଅପସନ ଚାରିଟି କହିଛି ଏହା ଭିତରେ ଆପଣମାନଙ୍କର କେଉଁଟି ଆପଣଙ୍କର ଅଶୁଦ୍ଧି ରହିଛି ବାଛିବେ। ଦେଖନ୍ତୁ ସଭାରେ ଲୋକମାନେ ଏକତ୍ରିତ ହୋଇଛନ୍ତି ଏଟା ଆପଣଙ୍କର ଅଶୁଦ୍ଧି। କାହିଁକି ନା ଏଟା ଆପଣମାନଙ୍କର ସଭାରେ ଲୋକମାନେ ଏକତ୍ରିତ ହୋଇଛନ୍ତି ଏଟା ଆପଣଙ୍କର ଅଶୁଦ୍ଧି କଣ ପାଇଁ ହେଇଛି? ଦେଖନ୍ତୁ ଏଟା ଆପଣଙ୍କର ସଠିକ ଆପଣ ଯୋଉଟା କି କରେକ୍ଟ ଆନ୍ସର ରହିବ ଲୋକମାନେ ସଭାରେ ଏକତ୍ରିତ ହୋଇଛନ୍ତି। ସଭାରେ ଲୋକମାନେ ଏକତ୍ରିତ ହୋଇଛନ୍ତି ନାହିଁ ଲୋକମାନେ ସଭାରେ ଏକତ୍ରିତ ହୋଇଛନ୍ତି। ଏଟା ଅପସନ ନମ୍ବର ବି ଏଠି ଆପଣଙ୍କର କରେକ୍ଟ ଆନ୍ସର ରହିବ ଯୋଉଟା କି ଆପଣଙ୍କ ଅଶୁଦ୍ଧି ରହିଛି ଏଠି। ଏଠି ସଭାରେ ଲୋକମାନେ ସଭାରେ ଏକତ୍ରିତ ହୋଇଛନ୍ତି। ଏହା ହଉଛି କରେକ୍ଟ ଆନ୍ସର ରହିବ। ତାପରେ ଦେଖନ୍ତୁ କାହାର ବାରମ୍ବାର ଉଚ୍ଚାରଣ ହେଲେ ଅନୁପ୍ରାଗ ଅଳଙ୍କାର ହୋଇଥାଏ। ଦେଖନ୍ତୁ କାହାର ଆପଣଙ୍କର ବାରମ୍ବାର ଆପଣଙ୍କ ଯଦି ଉଚ୍ଚାରଣ କରିବେ ତାହା ଅନୁପ୍ରାଗ ଅଳଙ୍କାର ହୋଇଥାଏ। ତ ଅପସନ ଚାରିଟି କହିଛି ପ୍ରଥମ ଅପସନ କହିଛି ଆପଣମାନଙ୍କର ଯାହାକି ବର୍ଗୀୟ ବ୍ୟଞ୍ଜନ ବର୍ଗର। ଅପସନ 2 କହିଛି ଅବର୍ଗୀୟ ବର୍ଗର। ଅପସନ ଡି କହିଛି ସ୍ୱର ବର୍ଗର। ତ ଅପସନ ଚାରିଟି ମଧ୍ୟରୁ କାହାର ବାରମ୍ବାର ଉଚ୍ଚାରଣ ହେଲେ ଅନୁପ୍ରାଗ ଅଳଙ୍କାର ହୋଇଥାଏ? ତ ଅପସନ ଚାରିଟି ମଧ୍ୟରୁ କରେକ୍ଟ ଆନ୍ସର ରହିବ ବ୍ୟଞ୍ଜନ ବର୍ଗର ବାରମ୍ବାର ଯେତେବେଳେ ମାନେ ଉଚ୍ଚାରଣ କରନ୍ତି ସେଟା ଅନୁପ୍ରାଗ ଅଳଙ୍କାର ବୋଲି ହେଇଥାଏ।
तापर देखंतु नेक्स्ट आपनकर गोटे पैसेज रहिछि एटा को भल भाबरे पढंतु पढिला परे ए जो क्वेश्चन रहिछि अपात मोहकु किपरि भेद करि हेबो तो ऑप्शन चार्ट रहिछि आ करेक्ट आंसर कोन बाबा माने ठीक कमेंट जणाइबे सेहि भली आपनकर अन्य आ गोटे पैसेज रहिछि एटा कोन भल भाबरे पॉज करिकि वीडियो टिकु पॉज करि नंतु तापर पैसेज टिकु पढंतु तापर ए क्वेश्चन र आंसर टिकु जणांतु सेहि भली देखंतु परिचित शब्द परे केउ शब्दटी रहिबा उचित नुहे देखंतु परिचित जो शब्द रहिछि या परे केउ आपनकर शब्दटी रहिबा उचित नुहे तो ऑप्शन चार्ट कहछि प्रथम मुह कंठ हस निद देखंतु जो परिचित जो आपनकर शब्द रहिछि या परे केउटी आपन मानकु रहिबा उचित नुहे देखंतु ऑप्शन चार्ट मध्यरु करेक्ट आंसर हेबो निद परिचित निद एटा रहिबा उचित नुहे परिचित शब्द परे निद शब्दटी रहिबा उचित नुहे तापर देखंतु नेक्स्ट क्वेश्चन टी शुद्ध शब्दटी को बाछा पय कहिछि शुद्ध शब्दटी केउटा हेबो प्रथम ऑप्शन कहिछि परिष्कार सेकंड कहिछि आपन मानकर पौरोहित अमीय सुषमा तो ऑप्शन चार्ट मध्यरु करेक्ट आंसर हेबो जोटा कि शुद्ध शब्दटी छि सुषमा नेक्स्ट देखंतु तांकर मातृभाषा प्रति प्रगाढ़ अनुराग रहिछि रेखांकित पदटी केउ प्रकार अवयव तो ऑप्शन चार्ट कहिछि प्रथम कहिछि विभक्ति सूचक सेकंड कहिछि निश्चय बोधक थर्ड कहिछि भाववाचक फोर्थ कहिछि पदान्वय तो ऑप्शन चार्ट मध्यरु जो आपन प्रतिटी एटा आपनकर केउ प्रकार आपनकर अवयव तो ऑप्शन चार्ट मध्यरु करेक्ट आंसर हेबो पदान्वय अवयव ऑप्शन नंबर डी एठी करेक्ट आंसर हेबो तापर देखंतु नेक्स्ट क्वेश्चन टी केउटी निम्नलिखित मध्यरु केउटी ठीक तो ऑप्शन चार्ट मध्यरु ठीक केउटा ऑप्शन ए कहिछि चिन्मय ऑप्शन बी कहिछि चित प्लस अमीय चित प्लस मय सीता प्लस मय तो ऑप्शन चार्ट मध्यरु एटा आपन मानकर करेक्ट आंसर कोन हेबो देखंतु आपनकर जो ठीक आपनकर केउटा तो ऑप्शन चार्ट मध्यरु करेक्ट आंसर हेबो चित प्लस मय एटा आपनकर करेक्ट आंसर हेबो ऑप्शन नंबर सी तापर देखंतु नेक्स्ट क्वेश्चन टी तुम्भ शब्दटी केउ पुरुषर अंतर्गत जो तुम्भ शब्दटी आपनकर केउ पुरुष अंतर्गत तो ऑप्शन चार्ट मध्यरु करेक्ट आंसर हेबो हम समझ जानचंती तुम्भे आपन जो आपन तुम्भे एटा आपन मानकर केउ आपनकर जो पुरुषर अंतर्गत हम समझ जानचंती एटा आपन मानकर द्वितीय पुरुष अंतर्गत तो ऑप्शन चार्ट मध्यरु एटा आपन मानकर करेक्ट आंसर हेबो द्वितीय पुरुष ऑप्शन नंबर बी एठी करेक्ट आंसर हेबो तापर देखंतु भेद एठारे केउ प्रत्यय होईची देखंतु भेद एठारे केउ प्रत्यय होईची ऑप्शन ए कहछि अ प्रत्यय इक प्रत्यय अन प्रत्यय ऑप्शन डी कहछि अण प्रत्यय तो ऑप्शन चार्ट मध्यरु एटा आपन मानकर करेक्ट आंसर हेबो जे आपन मानकर भेद आपन मानकर एटा आपन मानकर केउ प्रकार अवयव तो एटा आपनकर जे कि भेद आपनकर अ अवयव ऑप्शन नंबर चार्ट मध्यरु ऑप्शन नंबर ए एठी करेक्ट आंसर हेबो नेक्स्ट क्वेश्चन कहछि आहाय दयामय विश्व बेरी एठी आपन रेखांकित पदटी केउ प्रकार अवयव जो आहाय एटा आपनकर केउ प्रकार अवयव ऑप्शन ए कहछि भाववाचक सेकंड कहछि संबंध सूचक थर्ड कहछि वियोजक फोर्थ कहछि संयोजक तो ऑप्शन चार्ट मध्यरु जो आहे एटा आपनकर संबंध सूचक एटा आपनकर अवयव तो ऑप्शन चार्ट मध्यरु करेक्ट आंसर हेबो ऑप्शन नंबर डी तापर देखंतु नेक्स्ट क्वेश्चन टी केउथरे क्रियाज विशेषण व्यवहृत देखंतु ए जो आपनकर क्रियाज विशेषण तार केउथरे आपनकर जोग होईची तो ऑप्शन चार्ट कहछि प्रथम ऑप्शन कहछि भोकिला कुकुर सेकंड कहछि चंचल मन थर्ड कहछि आपण देखि पारथिबे कि तेमंत रूप ऑप्शन डी कहछि शुभ्र वस्त्र तो ऑप्शन चार्ट मध्यरु एटा आपनकर क्रियाज विशेषण केउथरे व्यवहृत होईची ऑप्शन चार्ट मध्यरु करेक्ट आंसर हेबो भोकिला कुकुर होछि आपनकर एटी करेक्ट आंसर हेबो एटार आपण मानकर जो क्रियाज विशेषण एटी व्यवहृत होईची तापर देखंतु नेक्स्ट क्वेश्चन टी प्रदान एठारे थिबा उपसर्ग चिन्ह जो आपनकर प्रदान रे आपण के उपसर्ग व्यवहृत होईची तो ऑप्शन चार्ट कहछि एटा ऑप्शन प्रथम ऑप्शन कहछि अप सेकंड कहछि परा थर्ड कहछि प्र परि तो ऑप्शन चार्ट मध्यरु करेक्ट आंसर हेबो प्र एठी आपनकर उपसर्ग एठी आपनकर व्यवहृत होईची प्रदान रे प्र उपसर्ग एठी आपनकर व्यवहृत होईची तापर देखंतु आपण पावन शब्दर संधि विच्छेद कर पावक शब्दर जो संधि विच्छेद कर तो ऑप्शन चार्ट कहछि पा प्लस बक सेकंड कहछि पौ प्लस अक थर्ड कहछि पो प्लस उक फोर्थ कहछि पब प्लस इक तो ऑप्शन चार्ट मध्यरु करेक्ट आंसर हेबो पौ प्लस इक जो कि आपनकर करेक्ट आंसर हेबो पौ प्लस इक ऑप्शन नंबर बी एठी करेक्ट आंसर रहइबो सो फ्रेंड एटा थला आपनकर लास्ट क्वेश्चन टी आज हमें 40 टी क्वेश्चन को डिस्कशन करिले यदि आपनकर किछि क्वेरी रह जाउथबो तो मते निसे कमेंट जणाइबे ता सहित एटा आपनकर जो आपनकर फॉरेस्ट गार्ड ता सहित आपन मानकर जो फॉरेस्ट गार्ड लाइफ स्टॉक जो इंस्पेक्टर सब रो एग्जाम पई बहुत हेल्पफुल रहइबो एलटीआर टीचर सब एग्जाम पई बहुत हेल्पफुल रहइबो वीडियो टी आपन मान जो शेष पर्यंत देखुचंती तो लाइक कर दियंतु चैनल जो सब्सक्राइब कर नाथि चैनल को सब्सक्राइब कर रखंतु एवं एबे लेटेस्ट अपडेट पाया पे हम चैनल सहित जोड़ी रहंतु नेक्स्ट वीडियो आपन से देखा हो सेते टेक केयर एंड बाय